संसार भितर वर्तमान पुओ बड़ ना झियो बड़ पुओ बड़ किमिति पुओ बड़ किंतु पुओ बड़ अरे पुओडा जदी जन्म होइला माइकी ना बड़ तोर बड़ी हां एवं रीतर जो गुड़ तत्वर लेखाई 100 ये जी गुड़ भारी गुड़ पड़ा रे हां 100 अछि भारी हो गया गुड़ 100 अछि एबे बाहर करिया को पड़ियो हां किनि काडू काडे बेसी बाहर करू जंदा बेडे रे गुड़ बाहर कले जंदा बेडे रे केते ज्ञान रे तोर तोर मुंडटा को मानिल रे मो मुंडटा को मानिली मो मुंडू को संजे संगे पद जोडी करी कहि दउतले मानिली तो मो मुंडा को कि समान हुआ पुओ बरमपुर 5 स्टार होटल वाला मो मुंडा को मानी कि मागी दिला हां देलिन का पड़े आइले हां तो मो मुंडा को गोडे दिला रे मागी कोन भाई छचरा करिएली आवरी सुनाना हो तो सुनाना तू आउ तो सुनाना सुनिलिनी केते तोर भाषण ए भाषण रे की पेट तो पुरीबो गाइले हे बसिना पुराण भाषण रे की पेट तो पुरीबो गाइले हे बसिना पुराण भाषण रे जाइथिली बंधु श्री खतार जाइथिली बंधु श्री खतार साड़ी मोर घर पाइटी तुम्हें तो दुआरी मो खाबाया तुम्हें तो दुआरी मो खाबाया कसा कसी हेबा एठी बंधु तुम्हें तो दुआरी मो खाबाया पिया पीड़ी होबा एठी नाटक समस्त को एते हलिला रे गोडर फाउंज फाउंज छिड़ी पड़ियो एते होला ना छिड़ी भैया अरे लक्ष्य दे वर्तमान आमर किछ नहीं से होचन हमर उपदेशटा यार एटा सुने मो लक्ष्य कर वर्तमान आमर बंधु माने किछ प्रश्न दैछन्ती सुने यारा ये होची भारत लीला चली चाली अच्छी एठी भारत लीला गोटिए गात को पंचुड़ा किया कथा कथा के प्रश्न थोड़ी रे पुओ मोर आरंभ करनी मोर आरंभ करिले तू पेंट रे मुति पकौ हां बुझिलु चाली अच्छी एठी भारत लीला गोटिए गात को पंचुड़ा किया जानी थिले को दुआरी पिला गोटिए गात को पंचुड़ा किला गातटा हला हां येउची गात पाटीटा पंचुड़ा किला पंचमुत जाऊ गोटिए गात को पंचुड़ा किला आ गोटे नाइ रे पुओ कोन चाली अछि भारत लीला गोटिए गात को पंचुड़ा किला अंकर रे देखिलु तोर अछि घरे द्रौपदी गोटिए गात ताकू गात कर देलु गात आंके पांच भाई पंचुड़ा किला तमे द्रौपदी के पांच भाई रखिबे रे हमें मनुष्य किला कोथु अरे तू सिने लाख बिंदी के आनलु रे आउ चारि भाई के बांटी के देलु हरे हेला दे सेते बाइना तते कहू जदी माई पवनटा हलिया भल लगे रे भैया तो मारे भल लगुच जना पड़ी भल लगे
ଉତ୍ସାହ ଲାଗେ ହିନ୍ଦୀ ତତେ ବାଡେଇଲେ ଭଲ ଲାଗୁଛି ହିନ୍ଦୀ କେତେବେଳେ କେମିତି ବାଡଉଛୁ ହେଲା ମଝିରେ ମଝିରେ ଘଣ୍ଟେ ଦେଢ ଘଣ୍ଟା ଛାଡିକି ହିନ୍ଦୀ ବାଡଉଛୁ ଏମିତି ବାଡଉଛୁ ହେଲା ନ ପିଟିଲେ ପଳେଇ ହିନ୍ଦୀ ଆହୁରି ଅଛି କିରେ ହିନ୍ଦୀ ଭିତରି ଭିତରି କେତେବେଳେ କେମିତି ବାଡେଇବାକୁ ପଡିବ ନ ବାଡେଇଲେ ପଳେଇବୁ ଆଉ ରହିଲେ ପଳେଇ ହେଲେ ପିଟିଲା ରହୁଛୁ ନ ପିଟିଲେ ପଳେଇବୁ ମାତ୍ର ତମ ଅର୍ଜୁନଟାର ଏମିତି ବୁଦ୍ଧି ଅଛି ବୋଲି ମୁଁ ଜାଣିନଥିଲି କଣ ବୁଦ୍ଧି ଏମିତି ବୁଦ୍ଧି ଅଛି ବୋଲି ମୁଁ ଜାଣିନି କଣ କହ କଣ ବୁଦ୍ଧି ତୁ ଜଣେ ରଜା ପିଲା ପରାରେ ଏ ବୁଦ୍ଧି କେବେଠୁ ଶିଖିଲୁ ରେ ତୁ ନାଇଁ ତୁ ଏ ବୁଦ୍ଧି କେବେଠୁ ଶିଖିଲୁ କଣ ହେଇଛି କହ ଅର୍ଜୁନ ଖାଲି ଗାଣ୍ଡିଆ ମାରଛି ଗାଣ୍ଡି ମରା ଅର୍ଜୁନ ସବୁବେଳେ ଅର୍ଜୁନ କେମିତି କହନା ଅର୍ଜୁନକୁ ତାଙ୍କର ମନଟା ଟିକେ କଷ୍ଟ ହବ ସବୁବେଳେ ଏମିତି ଅର୍ଜୁନକୁ ବାରମ୍ବାର କହିଲେ ସେ ଆସିବନି କହିବେ ସବୁବେଳେ ଏମିତି କହିଲେ ଅର୍ଜୁନ ଆଉ ଥରେ ଆସିବନି କହିବେ ନା କିନ୍ତୁ କେତେ କୌଶଳରେ ତାକୁ ମୁଁ ଡାକି ଧରିକି ଆସିଛି ବାୟା କୁଆଡେ ଗଲ ରବ ଏଡା ଆଉଛ ନା ନାଇଁ ମୋଟର ସାଇକେଲ ଗୋପା କାଳେ କେବେ କିଣିଛୁ କି ରବ ଏଡା ହଁ ଏଡା ବର୍ତ୍ତମାନ ଆମର ଗୋଟିଏ ପ୍ରଶ୍ନ କିଛି ପ୍ରଶ୍ନ ରହିଛି ତାଙ୍କର ଉତ୍ତରଟା କହିବା ପରେ ଆମର ଟିକେ ଭାରତ ମତ ଆରମ୍ଭ କରିବା ଆରମ୍ଭ କର ଶୁଣେ ଭଲ ବିଷୟ ପଚାରିଛି ଆମର ଭାରତ ବିଷୟ ସଂସାର ଭିତରେ ବର୍ତ୍ତମାନ ପୁଅ ବଡ ନା ଝିଅ ବଡ ପୁଅ ବଡ କେମିତି ପୁଅ ବଡ ଥରେ ପୁଅଟା ଯଦି ଜନ୍ମ ହେଇଗଲା ମାଇକିନା ବଡ ତୋର ବୋଲି ଏବେ ତୋର ପୁଅ ବଡ ବୋଲି କହୁଛୁ ପୁଅ ବଡ ତୁ ପୁଅ ବଡ କି ଝିଅ କଥା ଗାଁକୁ ଲୋକ ପଚାରେ ଜାଣିଦବୁ ଆଉ ଯାହାର ପ୍ରଥମରେ ପୁଅଟି ଜନ୍ମ ହେଇଗଲା ତାର ମନ ଖୁସି ଉଲ୍ଲାସ ମୋର ରଜା କାମି ପଡିଗଲା ରେ ଚିନ୍ତା ନାହିଁ ରେ ମୋର ଏ ବାପ ସାମଲ ଗୁଣ୍ଡା ରାଶି ତେଲ ଜାଗ୍ରତ ରଖିତା ପୁଅ ଜନ୍ମ କରିଛୁ ପରା ରାଶି ତେଲ ଜାଗ୍ରତ ଭାବ ରଖିତା କହୁଛନ୍ତି ସବୁ ନା ସଂସାର ଭିତରେ ପୁଅ ବଡ ନାହିଁ ଆରେ ସବୁଠାରୁ ଆରେ ପୁଅ ଠାରୁ ହଉଛି ଝିଅ 100 ଗୁଣର ବଡ ଯଦି ବାପା କି ମା ଯଦି ବୃଦ୍ଧାବସ୍ଥା ହେଇଯିବେ କିନ୍ତୁ ପୁଅ ପଚାରିବନି ବାପା ମା ପଚାରୁଛି କି ନାହିଁ ଗୋଡଟା ଟିକେ ଚିପି ଦିଏ ରେ ବାପା ରୁହ ବା ମୁଁ କୁଆଡୁ ଆସିଲ ଖାଲି ଏତେ ଲାଗେ କିନ୍ତୁ ପୁଅ ପଚାରିବନି କିନ୍ତୁ ଝିଅ ମୋ ବାପାଟା ବୋଲି ଯଦି ପଡିଗଲା କି ଉଠିଗଲା କାନ୍ଦି ପଳେଇ ଆସିବ କୋଟି ଶାଶୁଘର ଦେଇଥିଲେ ମଧ୍ୟ କାନ୍ଦି ପଳେଇ ଆସିବ ମୋ ବାପା ମୋ ମା ବୋଲି ଗୋଡ ହାତ ଟିକେ ଚିପା ଚିପି କରିଦେବ ତେଣୁକରି ଝିଅ ମାନଙ୍କର ନାମ ହେଲା ତୁହିତା ତୁହି କୂଳକୁ ହିତ କରିଥିବା ଯୋଗୁଁ ତା ନାଁ ହଉଛି ତୁହିତା ତେଣୁକରି ପୁଅ ଠାରୁ ଝିଅ ହଉଛି ବଡ ବୁଝିଲେ ବାପ ପୁଅ ଠାରୁ ଝିଅ ବଡ ସବୁ ଗୁଣରେ ବଡ ଆମର ଚାଲିକରେ ଲେଖା ଅଛି ଆହାର 2 ଗୁଣ ସ୍ତ୍ରୀରଂ ବୋଧିତା ଚତୁର୍ଗୁଣ ଷଡ୍ଗୁଣେ ବ୍ୟବସାୟ କାମ 6 ଗୁଣ ସ୍ୱାଦ ବୋଲେ ସବୁ ଗୁଣରେ ଝିଅ ମାନେ ବଡ କଣ ଆହାର 2 ଗୁଣ ସ୍ତ୍ରୀରଂ 2 ଗୁଣ ଖାଇବାରେ ପୁରୁଷ ମାନଙ୍କର କଂସା ହେଲେ ମାଇକିନେ ରହୁଛି 2 କଂସା 2 ଗୁଣ ଖାଇବାଟା ବଡ ସତ କଥା ନା ସବୁ ବର୍ଷ ମାନେ ଲାଭ କି ତେଣୁ କହିବି ଆହାର 2 ଗୁଣ ସ୍ତ୍ରୀରଂ ଆହାର ବନ୍ଦେ ଖାଇବା ପୁରୁଷ ମାନଙ୍କର ଠାରୁ ସ୍ତ୍ରୀ ମାନଙ୍କର ଖାଇବାର ହେଲା 2 ଗୁଣ ଖାଇବାର 2 ଗୁଣ କେମିତି ଖାଇବାର 2 ଗୁଣ ଜାଣିଛୁ ନା କେମିତି ଦେଖେ ପ୍ରଥମରେ ରୋଷେଇବାସ କରିବ ନାଇଁ ଜଳିଖିଆ ଖାଇନି ରୋଷେଇବାସ କରିବ ଘରେ ପିଲା 2ଟା ଥିବେ ଏ ବାପା ମା ଏତେ ଟାଇମ ହେଲାଣି ମୋ ପିଲା 2ଟା ଖୋଇନି ଗିଆ ସ୍କୁଲକୁ ଯିବ ମୋ ପିଲା ଖୋଇଦିଏ ନା ଗଣ୍ଡେ ସେ ଏଠି ଖାଇଥିବ ଏଠି ଧରି ପଳେଇ ଆସିଥିବେ ପିଲାକୁ ଖାଇଦେଇକି ଅଧା ଭାତ ଥିବ ପିଲାଟା ଖାଇଦେଲା ଏଠି ଭାତ ଫିଙ୍ଗି ଦେଇକି ଖାଇଦେବି ନା ଆଉ ପକେଇଦେବେ ସେତିକି ଆଉ ଥରେ ଖାଇନଥିବ ଜଳିଖିଆ ଖାଇଲା ଭଳିଆ ଖାଇଦେଇଥିବ ଜଳିଖିଆ ଖାଇଲା ଗଲେ ଖାଇଦେବେ ଭୋକ ଆଉ ଥରେ କେମିତି କିସ କରିଥିଲ ଭୋକ ଆସିଲାନି କାମ ଲାଗିଛି ଜଣା ପଡୁନି ପଳେଇ ଆଇବ ହେଲେ ଖଇତାଟା ଖାଇବ ଖଇତା ଖାଇକି ଅଧା ଭାତ ଛାଡି ଦେଇଥିବ ସେତିକି ଆଉ ଥରେ ଖାଇଦବ ସ୍ୱାମୀ ରହିଠା ବୋଲି ଖାଇଦବ ସେତକ ତାପରେ ଖଇତା ଯେମିତି ପଳବ ତାର ପାଳିଟା ପଡିଯିବ ତାପରେ ତା ପାଳିଟା ପଡିବ ସମ୍ମାନେ ପିଛାଡରେ ପଖାଳ ଭାତ ଲୁଣ ଲେମ୍ବୁ ଚିପୁଡି ଦବ
ଭଜା ଚିକେନ ମଟନ ଯାହା ହେଇଥିବ ବହି ପଡିବ ଚଲେଇବ। ତେଣୁକରି ଶାସ୍ତ୍ର କହୁଛି ଖାଇବାଟା ଦି ଗୁଣ ଆହାର ଦି ଗୁଣ ସ୍ତ୍ରୀ ବୁଦ୍ଧି ଚତୁର୍ଗୁଣ ହେଉଛି 4 ଗୁଣ। 4 ଗୁଣ ବୁଦ୍ଧି ହେଉଛି 4 ଗୁଣ। ଏତେ ବୁଦ୍ଧି କିରେ ମାଇ ପିଲା ପାଖରେ। ବ୍ୟବସାୟ ହେଉଛି 6 ଗୁଣ। ବୋଲେ ବ୍ୟବସାୟ ଗୁଣରେ 6 ଗୁଣ କରିବେ। କାମ ଗୁଣଟା ହେଉଛି 8 ଗୁଣ। 8 ଗୁଣ। ପୁରୁଷ ମାନଙ୍କର ପାଖରେ କନ୍ଦର୍ପ 2 ଗୁଣ ରହିଲେ ସ୍ତ୍ରୀ ମାନଙ୍କର ପାଖରେ 8 ଗୁଣ ରହିଲେ। ଭଗବାନ ସବୁ ଯାକ ଗୁଣ ଯାକ ସ୍ତ୍ରୀ ମାନେ ଅଧିକ ଅଟନ୍ତି ବୋଲି ମହାପୁରୁଷ ମାନେ କହିଛନ୍ତି। ସବୁଥିରେ ବଡ ସବୁ ଗୁଣରେ ବଡ। କିନ୍ତୁ ହଁ ମାଡ ଗୋଳ ଅଧିକ ଲାଗି ଯାଇଥିବ ବୋଲେ ଆଉ ରହିପାରିବନି ପାଖରେ କିଏ ଆଉ ତାଙ୍କୁ ବୁଝେଇ ପାରିବ କିରେ କାଉ ପାଟି ପରା ରେ ମାଇ ପାଟି କାଉ ପାଟି କହୁଛନ୍ତି ମାଇକିନା ମାଡ ଗୋଳ କରି ନାଗିଥିବ ବୋଲେ ଭୁଲରେ ରହିବୁନୁ। ତେଣୁକରି ଆଗେ ଲକ୍ଷ୍ୟ କରନ୍ତୁ ଯେ କି ପୁଅ ମାନଙ୍କର ଠାରୁ ଅଧିକ ହେଉଛି ଝିଅ। ମାତ୍ର ସବୁ ପିଲା ସେମିତି ନୁହଁ। ଆମେ ମଧ୍ୟ ଯଦି କହିବା ବାଛିବା ସବୁ ପୁଅ ସେମିତି ନୁହଁ। ଆରେ ଯଦି ସବୁ ପୁଅ ସେମିତି ସଂସାର କେମିତି ରହିବ? ସବୁ ଝିଅ ବି ସେମିତି ନାହିଁ। କେତେଟା ଅଛନ୍ତି ଭଲ ମଣିଷ ନଥିଲେ ସଂସାର ରହିବ କି ଆଜ୍ଞା? ଭଲ ଆଉ ଖରାପ ମନୁଷ୍ୟ 2 ପ୍ରକାର ଅଛି। ତେଣୁକରି ବୁଝିଲେ ବାପା ସଂସାର ଭିତରେ ରହିବ। ସଂସାର ଭିତରେ ତେଣୁକରି ପୁଅ ବି ବଡ ଝିଅ ବି ବଡ ଉଭୟ ପରସ୍ପର ଭିତରେ ରହିଛି ନା ନାଇଁ। ତେଣୁ